କଣ ହେଇଛି ଜାଣିଛନ୍ତି? ଗଲା ଥର କଣ ହେଇଥିଲା ନା, ମୁଁ ଏଇଟା ଗୋଟେ ସର୍ଟଟେ ଗୋଟେ ଏମିତି ଫେସବୁକରେ ୟୁଟ୍ୟୁବରେ ସର୍ଟ ଅପଲୋଡ଼ କରନ୍ତିନି ତ, ଏମିତି ଗୋଟେ ମାନେ ଛାଡ଼ି ଦେଇଥିଲି ତ ମୋତେ ବହୁତ ସାରା କମେଣ୍ଟ ଆସିଥିଲା ଫେସବୁକରୁ ୟୁଟ୍ୟୁବରୁ। ତ ପ୍ରପରଲି ଯଦି କରିବାର ଅଛି ତ କରିକି ଭଲ ଭାବରେ ଏକ୍ସପ୍ଲେନ୍ କରିକି ଛାଡ଼, ନହେଲେ ନାହିଁ ଏ ସର୍ଟରୁ ଛାଡ଼ିଲେ ଆମର କ'ଣ ଲାଭ? ଆମେ ତ ପୁଣି ଯଦି ଦେଖିବୁ କିଛିଟା ଜାଣିଲେ ତ ଦେଖିବୁ ନା। ତ ଆକ୍ଚୁଆଲି ମୁଁ ଆଜି ପୁରା ଡିସାଇଡ଼୍ କରିଥିଲି ନାଇଁ, ଆଉ ମୋତେ ବି ଭାରି ଖୁସି ଲାଗିଲା ଯାହା ହଉ ଲୋକଙ୍କର ଡିମାଣ୍ଡ ଆସୁଛି ଯେ ପୁରା ଫୁଲ୍ ରେସିପି ସେୟାର କରିବା ପାଇଁ। ଆଜି ପୁରା ଫାଇନାଲ୍ ଥିଲା ଯେ ମୁଁ ପୁରା ଫୁଲ୍ ରେସିପି ସେୟାର କରିବି। ପୂର୍ବ ପ୍ରସ୍ତୁତି ବି ସବୁ କରିଦେଇଥିଲି, ଆଉ ଭାତ ଫାତ ତା ପୂର୍ବରୁ ଡାଲି ଫାଲି ସବୁ ବନେଇକି ରଖିଦେଇଥିଲି। କିନ୍ତୁ ଠିକ୍ ସମୟ ବେଳକୁ ହଠାତ୍ କିନା ହଜବେଣ୍ଡଙ୍କର ଫୋନ୍ ଆସିଲା ଯେ ମୁଁ ଆଜି ପିଟିଏମ୍ ଯାଇପାରିବି ନାହିଁ। ଆପଣମାନେ ଜାଣିଛନ୍ତି ତ ଛୁଆଙ୍କର ଆନୁଆଲ୍ ଏକ୍ଜାମ୍ ସରିଯାଇଛି, ଏବେ ରେଜଲ୍ଟ ବାହାରିବା ଟାଇମ୍ ପ୍ଲସ୍ ପିଟିଏମ୍ ଟାଇମ୍। ତାର ପିଟିଏମ୍ ଯିବି କ'ଣ, ପିଟିଏମ୍ ଗଲା ମାତ୍ରେ ପୁଣି ତାର ବହି ବି ଆଣିବାକୁ ପଡ଼ିବ। ତ ସେମିତି ହେଇକିନା ହଠାତ୍ କିନା ପ୍ଲାନ୍ ପୁରା ଚେଞ୍ଜ ହେଇଗଲା। ତାପରେ ଆଉ କ'ଣ ସେୟାର କରିବି ଭାବିଲି, ଏମିତି ପୁଣି ଏଗେନ୍ ଗୋଟେ ସର୍ଟରେ ହିଁ ସେୟାର କରିବି ଆଉ। କାରଣ ଯେଉଁମାନେ କୁକିଂ ଚ୍ୟାନେଲ୍ କି ଯେକୌଣସି ଚ୍ୟାନେଲ୍ କରିଥାନ୍ତି ନା, ତାଙ୍କୁ ଯେହେତୁ ମାନେ କ୍ୟାମେରା ସହିତ ସବୁ ଏକ୍ସପ୍ଲେନ୍ କରିବାକୁ ଯାହାହେଲେ ବି ଏକ୍ସଟ୍ରା ଅଧଘଣ୍ଟା ସବୁ ମିଶିକି ଏକ୍ସଟ୍ରା ଅଧଘଣ୍ଟା ଲାଗିଥାଏ। ତ ସେତିକି ପାଖରେ ଆଉ ସମୟ ନଥିଲା, ଗୋଟେ ହାତରେ ଏମିତି ଟିକେ ଟିକେ ସୁଟ୍ କରିଦେଉଥିଲି, ଆପଣମାନଙ୍କ ସାଙ୍ଗେ ସେୟାର କରିଦେଲି। ନେକ୍ସଟ ଟାଇମ୍ ପଣସ କଷା ନେଇକି ଆପଣମାନଙ୍କ ସାଙ୍ଗେ ଲଙ୍ଗ ଭିଡ଼ିଓ ନିହାତି ଭାବରେ ଆଣିବି। ଏଇଥର ପାଇଁ ବହୁତ ବହୁତ ସରି। କିନ୍ତୁ ଯେହେତୁ ଟିକେ ସୁଟ୍ କରିଥିଲି, ଆଉ କ'ଣ ପାଇଁ ମୁଁ ଆଣିଲିନି ଏତେ ଦିନ ହେଲାଣି, ସେଥିପାଇଁ ଆପଣମାନଙ୍କ ସାଙ୍ଗେ ସେୟାର କରିନେଲି। ତ ପଣସ ତରକାରୀ, ପଣସ କଠା, ପଣସର ମୁଗ ପଣସ ଏ ସବୁ ମୋ ଚ୍ୟାନେଲରେ ଅଛି ଲଙ୍ଗ ଭିଡ଼ିଓରେ। ଆପଣମାନେ ସର୍ଚ୍ଚ କରିଦେଲେ ପ୍ରୀତି ଛନ୍ଦା ହୋମ୍ କିଚେନ୍ ମୁଗ ପଣସ ଏମିତି କିଛି ସର୍ଚ୍ଚ କରିଦେଲେ ପାଇଯିବେ। ତ ଏଇଟା ପୁରା କଷା ପୁରା ବନିକି ରେଡ଼ି ହେଇଯାଇଥିଲା। ଆଉ ବହୁତ ବଢ଼ିଆ ଲାଗେ, ରୁଟି ଭାତ ସାଙ୍ଗେ ଖାଇବାକୁ ମସ୍ତ ଲାଗେ।